କାଉ କୁଆକୁ କହିଲା, ଏହି ତିନୋଟି କଥା ଭଲ ଭାବରେ ବୁଝିଯାଅ। ଗରିବତା ଭୋଗିବାକୁ ପଡ଼ିବ ନାହିଁ। ସେହି ତିନୋଟି କଥା କ'ଣ କ'ଣ ଜାଣିବା ପାଇଁ ହେଲେ ଆମର ଏହି ଭିଡ଼ିଓକୁ ପୂରା ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଗୋଟିଏ ଗାଁରେ ଗୋଟିଏ ବହୁତ ଗରିବ ବ୍ରାହ୍ମଣ ରହୁଥିଲା। ତା ଘରେ ଗୋଟିଏ ବିରାଟ ପିପଲ ବୃକ୍ଷ ଥିଲା। ସେହି ବୃକ୍ଷରେ ଦୁଇଟି କାଉ ଯୋଡ଼ି ବାସ କରୁଥିଲେ। ସେ ଦୁଇ ଜଣ ବହୁତ ବୁଦ୍ଧିମାନ ଥିଲେ। ସେ ବ୍ରାହ୍ମଣ ମଧ୍ୟ ବହୁତ ବଡ଼ ସାଧାସିଧା ଏବଂ ସଚ୍ଚୋଟ ବ୍ୟକ୍ତିଟିଏ ଥିଲା। ସେ ବିଚରା ଗରିବ ଜୀବନ ଜିଉଁଥିଲା। ଠିକ୍ ସେ ନିଜର ପରିବାରର ଲାଳନ ପୋଷଣ କରିପାରୁନଥିଲା। କିନ୍ତୁ ସେ ବ୍ରାହ୍ମଣ ସେ କାଉ ଯୋଡ଼ିଙ୍କର ଭଲ ଭାବରେ ଯତ୍ନ ନେଉଥିଲା। ସେମାନଙ୍କୁ ଖାଇବା ପାଇଁ ଭୋଜନ ଏବଂ ପିଇବା ପାଇଁ ପାଣି ଦେଉଥିଲା। ସେହି ବ୍ରାହ୍ମଣର ହୃଦୟରେ ପକ୍ଷୀମାନଙ୍କ ପାଇଁ ବହୁତ ଦୟା ଥିଲା। ସେ କାଉ ଯୋଡ଼ି ମଧ୍ୟ ବ୍ରାହ୍ମଣ ଘରେ ବହୁତ ଖୁସିରେ ଥିଲେ। କାଉମାନେ ନିଜ ଭୋଜନ ପାଇଁ କେଉଁଠିକୁ ଯାଉନଥିଲେ। ବ୍ରାହ୍ମଣ ନିଜେ ଆସି କାଉ ବସାରେ ଭୋଜନ ରଖିଦେଉଥିଲା। ଗୋଟିଏ ଦିନ କୁଆ କାଉକୁ କହିଲା, ପ୍ରିୟା, ଏ ବ୍ରାହ୍ମଣ ମନରୁ କେତେ ଭଲ ଲୋକଟିଏ। ଆମର କେତେ ସେବା କରୁଛି। କିନ୍ତୁ ସେ ଆବଶ୍ୟକତା ଠାରୁ ଅଧିକ ସାଧାସିଧା ଅଟେ। ସେ ନିଜର ଭୋଳାପଣ କାରଣରୁ ନିଜର ଆତ୍ମବିଶ୍ୱାସ ହରାଇ ଦେଉଛି। ସେ ନିଜର ପରିବାରର ଭରଣ ପୋଷଣ ଠିକ୍ରେ କରିପାରୁନାହିଁ। ତାପରେ କାଉ କହିଲା, ହଁ ପ୍ରିୟ, ତା ଜୀବନ ବହୁତ କଷ୍ଟକର ଅଟେ। ତେବେ କୁଆ କହିଲା, ପ୍ରିୟା, ସଂସାରରେ ଏହି 6ଟି କଷ୍ଟ ବହୁତ ଦୁଃଖଦାୟୀ ଅଟେ। ପ୍ରଥମ ଦୁଃଖ ହେଉଛି ପତ୍ନୀର ବିୟୋଗ। ଦ୍ୱିତୀୟ ଦୁଃଖ ହେଉଛି ନିଜ ଲୋକଙ୍କ ଦ୍ୱାରା କରାଯାଇଥିବା ଅପମାନ। ତୃତୀୟ ଦୁଃଖ ସଞ୍ଚିତ ଧନର କର୍ଜ ନ ଶୁଝିପାରିବା। ଚତୁର୍ଥ ଦୁଃଖ ଦୁଷ୍ଟ ରାଜାର ସେବା କରିବା। ପଞ୍ଚମ ଦୁଃଖ ଦୁଷ୍ଟ ପୁରୁଷଙ୍କ ସହ ସାଙ୍ଗ ହେବା। ଷଷ୍ଠ ଦୁଃଖ ଗରିବରେ ଜୀବନଯାପନ କରିବା। ଏହି ଦୁଃଖ କାରଣରୁ ମନୁଷ୍ୟର ଶରୀର ବିନା ଅଗ୍ନିରେ ବି ଜଳିଥାଏ। ବ୍ରାହ୍ମଣକୁ ଅତ୍ୟନ୍ତ ଚିନ୍ତିତ ଦେଖି ଦିନେ କାଉ ଯୋଡ଼ି ବିଚାର କଲେ ଯେ ଆମେ ବ୍ରାହ୍ମଣଙ୍କୁ କିଛି ସାହାଯ୍ୟ କରିବା ଦରକାର। ବିଚରା ବ୍ରାହ୍ମଣ ଆମ ପାଇଁ ଏତେ ସବୁ କରୁଛି, ପକ୍ଷୀମାନଙ୍କର ସେବା କରୁଛି। ତା ପ୍ରତିବଦଳରେ ଆମେ ତା ପାଇଁ କିଛି କାମର ବନ୍ଦୋବସ୍ତ କରିବାକୁ ପଡ଼ିବ, ଯେମିତିକି ସେ ବ୍ରାହ୍ମଣ ଏବଂ ତା ପରିବାର ଲୋକଙ୍କ ଜୀବନ ସୁଖରେ ବ୍ୟତୀତ ହୋଇପାରିବ। ରାତିସାରା ଭାବିବା ପରେ କାଉ ଯୋଡ଼ି ତା ପରଦିନ ସେ ବ୍ରାହ୍ମଣଙ୍କୁ କହିଲେ, ହେ ବ୍ରାହ୍ମଣ ଦେବତା, ଆପଣ ରାଜାଙ୍କ ପାଖକୁ ଚାଲିଯାଆନ୍ତୁ ଏବଂ ରାଜାଙ୍କୁ କୁହନ୍ତୁ ସେ ତାଙ୍କ ପାଖରେ ତୁମକୁ କୌଣସି କାମରେ ରଖିଦେବେ। ଆଉ ଯେଉଁ ସମସ୍ୟା କେହି ସମାଧାନ କରିପାରିନଥିବେ ସେ ସମସ୍ୟା ତୁମକୁ ସମାଧାନ କରିବାକୁ ଦେବେ। ଆଉ ସେ ସମସ୍ୟାର ସମାଧାନ ତୁମେ କରି ପ୍ରତିଦିନ ରାଜାଙ୍କଠାରୁ 100 ସ୍ୱର୍ଣ୍ଣ ମୁଦ୍ରା ଆଣିବ। ବ୍ରାହ୍ମଣ କହିଲା, ହେ ପକ୍ଷୀ ଯୋଡ଼ା, ମୋଠାରେ ଏତେ ଯୋଗ୍ୟତା କୁଆଡ଼ୁ ଆସିବ? ଏହାଦ୍ୱାରା ମୁଁ ରାଜାଙ୍କ ସମସ୍ୟାର ସମାଧାନ କରିପାରିବି। ହଉ, ତୁମେ ଦୁଇ ଜଣ ମୋତେ କହୁଛ, ସେଥିପାଇଁ ମୁଁ ଯାଉଛି। ପକ୍ଷୀ ଯୋଡ଼ି କହିବା ଅନୁସାରେ ବ୍ରାହ୍ମଣ ରାଜାଙ୍କ ପାଖକୁ ଗଲା ଓ ପକ୍ଷୀମାନେ ଯାହା ସବୁ କହିବା ପାଇଁ କହିଥିଲେ ବ୍ରାହ୍ମଣ ତାହା ରାଜାଙ୍କୁ କହିଲା ଏବଂ ଦରମା ସ୍ୱରୂପରେ 100 ସ୍ୱର୍ଣ୍ଣ ମୁଦ୍ରା ମାଗିଲା। ରାଜା କହିଲେ, ହେ ବ୍ରାହ୍ମଣ ମହାଶୟ, ଏଠାରେ ଆମର ମନ୍ତ୍ରୀଙ୍କୁ ମଧ୍ୟ 100 ସ୍ୱର୍ଣ୍ଣ ମୁଦ୍ରା ଦିଆଯାଏ ନାହିଁ, ଆଉ ତୁମେ ଆମଠାରୁ 100 ସ୍ୱର୍ଣ୍ଣ ମୁଦ୍ରା ଚାହୁଁଛ? ବ୍ରାହ୍ମଣ ମୁଣ୍ଡ ନୁଆଁଇ ଉତ୍ତର ଦେଲା, ହଁ ମହାରାଜ, 100 ସ୍ୱର୍ଣ୍ଣ ମୁଦ୍ରାଠୁ କମ୍ ନେବି ନାହିଁ। ସେପଟେ ମନ୍ତ୍ରୀ ବ୍ରାହ୍ମଣଙ୍କୁ ଦେଖିଲା। ତା ରଙ୍ଗ ଶ୍ୟାମଳ, ଶରୀର କମଜୋର ଏବଂ ଚିରାଫଟା ବସ୍ତ୍ର ପିନ୍ଧିଥାଏ। ମୁଣ୍ଡରେ ଫାଟିଯାଇଥିବା ପଗଡ଼ି। ତା ଚେହେରାରୁ ଜଣାପଡ଼ୁଥିଲା ସେ ବ୍ରାହ୍ମଣ ବହୁତ ଗରିବ ଅଟେ। ପୁଣି ମଧ୍ୟ ମନ୍ତ୍ରୀ କ'ଣ ବିଚାର କରି ରାଜାଙ୍କୁ କହିଲେ, ମହାରାଜ, ଆପଣ ସେ ବ୍ରାହ୍ମଣଙ୍କୁ 100 ସ୍ୱର୍ଣ୍ଣ ମୁଦ୍ରା ଦରମାରେ ରଖିନିଅନ୍ତୁ। ଏହି ବ୍ରାହ୍ମଣ ଗରିବ ଅଟେ, କିନ୍ତୁ 100 ସ୍ୱର୍ଣ୍ଣ ମୁଦ୍ରା ଠାରୁ କମ୍ ନେବାକୁ ମାନୁନାହିଁ। ତେବେ ତା ଭିତରେ କିଛି ନା କିଛି ଯୋଗ୍ୟତା ଅବଶ୍ୟ ଅଛି। ରାଜା କହିଲେ, ଯଦି ମୁଁ ତାକୁ 100 ସ୍ୱର୍ଣ୍ଣ ମୁଦ୍ରାରେ ରଖିନେବି, ତେବେ ଅନ୍ୟମାନଙ୍କ ସହ ଅନ୍ୟାୟ ହେବ ନାହିଁ। ଆମର ପୁରୁଣା ଦରବାରୀ ମଧ୍ୟ ଏତେ ମୁଦ୍ରା ପାଏ ନାହିଁ। ମନ୍ତ୍ରୀ କହିଲେ, ମହାରାଜ, ଯଦି ବ୍ରାହ୍ମଣ 100 ସ୍ୱର୍ଣ୍ଣ ମୁଦ୍ରା ନେବା ପାଇଁ ଜିଦ୍ କରୁଛି, ତେବେ ଏହା ପଛରେ କିଛି ନା କିଛି ବିଶେଷ କଥା ଅବଶ୍ୟ ଅଛି। ମନ୍ତ୍ରୀ ବାରମ୍ବାର ବାଧ୍ୟ କରିବାରୁ ରାଜା ସେ ବ୍ରାହ୍ମଣକୁ ନିଜ କାମରେ ରଖିନେଲେ ଏବଂ ସନ୍ଧ୍ୟାରେ
ରାଜା ସେ ବ୍ରାହ୍ମଣଙ୍କୁ 100 ସ୍ୱର୍ଣ୍ଣ ମୁଦ୍ରା ଦେଲେ। ସେ ମୁଦ୍ରା ଧରି ବ୍ରାହ୍ମଣ ତା ନିଜ ଘରକୁ ଚାଲି ଆସିଲା ଏବଂ ସେହି ମୁଦ୍ରାକୁ ନିଜ ପତ୍ନୀଙ୍କ ହାତରେ ଧରାଇ ଦେଲା। ତା ପତ୍ନୀ ପ୍ରଥମ ଥର ପାଇଁ ଏତେ ଧନ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସେ କହିଲା, ତୁମେ ଏତେ ସ୍ୱର୍ଣ୍ଣ ମୁଦ୍ରା କେଉଁଠୁ ଆଣିଲ? ବ୍ରାହ୍ମଣ କହିଲା, ଦେଖ, ଡରିବାର କୌଣସି ଆବଶ୍ୟକତା ନାହିଁ। ମୁଁ ଏହି ଧନ କୋଉଠୁ ଚୋରି କରି ନାହିଁ। ମୁଁ ଏହି 2 କାଉଯୋଡ଼ିଙ୍କ କଥାରେ ରାଜାଙ୍କ ପାଖକୁ ଯାଇଥିଲି ଏବଂ ରାଜାଙ୍କ ଠାରୁ 100 ସ୍ୱର୍ଣ୍ଣ ମୁଦ୍ରା ଦରମାରେ କାମ ମାଗିନେଲି। ପୁଣି ମନ୍ତ୍ରୀଙ୍କ ସୁପାରିଶରେ ରାଜା ମୋତେ କାମରେ ରଖିନେଲେ। କିନ୍ତୁ ମୁଁ ଏହା ଭାବି ବ୍ୟସ୍ତ ହୋଇଯାଉଛି ଯେ ରାଜା ତ ରଖିଦେଲେ, କିନ୍ତୁ ଯଦି କେବେ କାମ ଏମିତି ଆସିଯିବ, ମୁଁ ତାକୁ କେମିତି ସମାଧାନ କରିବି? ତାପରେ କାଉ ହସି ହସି ଉତ୍ତର ଦେଲା, ବ୍ରାହ୍ମଣ ଦେବତା, ଚିନ୍ତା କର ନାହିଁ। ଦେବାଲୋକ ତ ଈଶ୍ୱର ଅଟନ୍ତି। ଈଶ୍ୱର ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଯେତେବେଳେ ସେ ଦେଇଛନ୍ତି ତେବେ ସମାଧାନ ମଧ୍ୟ ସେ ହିଁ କରିବେ। ଆଜି ସେଇ 2 ପକ୍ଷୀଙ୍କ ନିଷ୍ପତ୍ତି ଉପରେ ବ୍ରାହ୍ମଣ ଖୁସି ହୋଇଗଲେ। ଏବେ ତ ପ୍ରତିଦିନ ରାଜାଙ୍କ ଦରବାରରୁ ବ୍ରାହ୍ମଣଙ୍କୁ 100 ସ୍ୱର୍ଣ୍ଣ ମୁଦ୍ରା ମିଳିବାକୁ ଲାଗିଲା। ବ୍ରାହ୍ମଣ ସେଇ ମୁଦ୍ରା ଆଣି ନିଜ ପତ୍ନୀଙ୍କୁ ଦେଇ ଦେଉଥିଲେ। ତାଙ୍କ ପତ୍ନୀ ପ୍ରଥମେ ସେହି ମୁଦ୍ରାରେ ନିଜର ଦୈନିକ ଆବଶ୍ୟକତା ପୂରଣ କରେ। ଆଉ ଯେଉଁ ବଞ୍ଚିତ ଧନକୁ ସେ ବ୍ରାହ୍ମଣ ଦମ୍ପତି ସେ କାଉଯୋଡ଼ିଙ୍କୁ ଦେଇ ଦିଅନ୍ତି ଏବଂ କୁହନ୍ତି, ଏହି ମୁଦ୍ରା ଉପରେ ତୁମର ଅଧିକାର ଅଛି। ପୁଣି କାଉ ଦମ୍ପତି ସେହି ମୁଦ୍ରାକୁ ପରୋପକାର କାର୍ଯ୍ୟରେ ଲଗାଇ ଦିଅନ୍ତି। ସେମାନେ ସେହି ମୁଦ୍ରାରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ କିଣି ଦିଅନ୍ତି। ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରୁଥିଲେ ଏବଂ ଧୀରେ ଧୀରେ ସେ ପତି ପତ୍ନୀ ବ୍ରାହ୍ମଣ ଦମ୍ପତିଙ୍କର ସହାୟତାରେ ଗୋଟିଏ ପାଠଶାଳା ଖୋଲିଦେଲେ। ଯେମିତି ଯେଉଁ ଗରିବ ଲୋକର ପିଲାମାନେ ପଇସା ଅଭାବରୁ ପାଠ ପଢ଼ିପାରୁନାହାନ୍ତି, ସେମାନେ ପଢ଼ିପାରିବେ। ଏମିତି ବହୁତ ଗରିବ ପିଲାଙ୍କ ଭବିଷ୍ୟତ ତାଙ୍କ ଗରିବତା କାରଣରୁ ମାଟିରେ ମିଶି ଯାଇଥାଏ। ତାଙ୍କ ଭିତରେ ଉଠାଇବା ଭଳି ଯୋଗ୍ୟତା ଧନ କାରଣରୁ ଡୁବି ଯାଇଥାଏ। ସେଥିପାଇଁ ଯୋଗ୍ୟ ହୋଇ ମଧ୍ୟ ଲୋକମାନେ ବେକାର ହୋଇ ବୁଲନ୍ତି। କାଉ ପତି ପତ୍ନୀ ସେହି ଧନରେ ନଗରର ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି। ସେପଟେ ରାଜମହଲରେ ବ୍ରାହ୍ମଣଙ୍କୁ ଦେଖି ଅନ୍ୟ ଦରବାରୀମାନେ ଈର୍ଷାରେ ଜଳିବା ପାଇଁ ଲାଗିଲେ ଏବଂ ସବୁବେଳେ ଭାବନ୍ତି, ମନ୍ତ୍ରୀ ମହାଶୟଙ୍କର ମୂର୍ଖତା କାରଣରୁ ଏହି ବ୍ରାହ୍ମଣ ଦୈନିକ 100 ସ୍ୱର୍ଣ୍ଣ ମୁଦ୍ରା ପାଇଯାଉଛି। ରାଜା ସାହେବ ଏପର୍ଯ୍ୟନ୍ତ ସେ ବ୍ରାହ୍ମଣଠାରୁ 100 ସ୍ୱର୍ଣ୍ଣ ମୁଦ୍ରାର କାମ ନେଇନାହାନ୍ତି। ପୁଣି ଗୋଟିଏ ଦିନ ସେ ବ୍ରାହ୍ମଣର ପରୀକ୍ଷାର ଦିନ ଆସିଗଲା। ରାଜାଙ୍କ ଦରବାରକୁ ଅନ୍ୟ ଦେଶର ଗୋଟିଏ ଦୂତ ଆସିଲା ଏବଂ ସେ କହିଲା, ମହାରାଜ, ଯଦି ଆପଣ ମୋର 2ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଦିଅନ୍ତି, ତେବେ ଆମ ମହାରାଜ ଆପଣଙ୍କୁ ଆମ ରାଜ୍ୟର ଅଧା ଭାଗ ପ୍ରଦାନ କରିବେ, ନଚେତ୍ ଆପଣଙ୍କୁ ଅଧା ରାଜ୍ୟ ଦେବାକୁ ପଡ଼ିବ। ଯଦି ଆପଣ ଏହି ପ୍ରସ୍ତାବକୁ ଅବହେଳା କରନ୍ତି, ତେବେ ଆମ ରାଜା ଆପଣଙ୍କ ଉପରେ ଆକ୍ରମଣ କରିବେ। ସେ ଦୂତର ଏହି କଥା ଶୁଣି ରାଜା ଚିନ୍ତାରେ ପଡ଼ିଗଲେ କି ଯଦି ଅନ୍ୟ ରାଜ୍ୟର ରାଜାଙ୍କ କଥା ନ ମାନେ ତେବେ ଅଯଥାରେ ରକ୍ତପାତ ହେବ। ପୁଣି ଏହା ଭାବି ରାଜା କହିଲେ, ତୁମେ ତୁମ ରାଜ୍ୟର 2ଟି ପ୍ରଶ୍ନ ପଚାର। ଏତିକି କହୁ କହୁ ସେ ଦୂତ ଗୋଟିଏ ପାଲିଙ୍କି ମଗେଇଲା। ସେଇ ପାଲିଙ୍କିରେ 3ଟି ମୂର୍ତ୍ତି ରଖାଯାଇଥିଲା। ସେହି 3 ମୂର୍ତ୍ତି ସଂଗମରମର ପଥରରେ ପ୍ରସ୍ତୁତ ହୋଇଥିଲା। ସେହି 3 ମୂର୍ତ୍ତି ଦେଖିବାକୁ ବିଲକୁଲ ଏକ ସଦୃଶ। ଏହି 3 ମୂର୍ତ୍ତିଠାରୁ ସର୍ବଶ୍ରେଷ୍ଠ ମୂର୍ତ୍ତି କେଉଁଠି ଅଟେ? ମୂର୍ତ୍ତିକୁ ଦେଖି ରାଜା ଏବଂ ସେଠାରେ ଉପସ୍ଥିତ ଦରବାରୀ ଚିନ୍ତାରେ ପଡ଼ିଗଲେ କି ମୂର୍ତ୍ତି ତ ଏକା ଭଳି ଦେଖାଯାଉଛି, ପୁଣି ସେଥିରୁ କେଉଁ ମୂର୍ତ୍ତି ଶ୍ରେଷ୍ଠ ସିଦ୍ଧ ହୋଇପାରିବ? ରାଜାଙ୍କ ସହିତ ରାଜ ଦରବାରୀ ସେହି ମୂର୍ତ୍ତିମାନଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜି ବାହାର କରିପାରିଲେ ନାହିଁ। ତାପରେ ମନ୍ତ୍ରୀଙ୍କୁ ମନେ ପଡ଼ିଗଲା କି 100 ସ୍ୱର୍ଣ୍ଣ ମୁଦ୍ରା ଦରମା ପାଉଥିବା ବ୍ରାହ୍ମଣଙ୍କୁ କେଉଁଥିପାଇଁ ରଖାଯାଇଛି। ସେ ତୁରନ୍ତ ସେହି ବ୍ରାହ୍ମଣଙ୍କୁ ଡକାଇଲେ ଏବଂ ସେହି 3 ମୂର୍ତ୍ତି ମଧ୍ୟରେ ପାର୍ଥକ୍ୟ ଖୋଜି ବାହାର କରିବା ପାଇଁ କହିଲେ। ବିଚରା ନିରୀହ ବ୍ରାହ୍ମଣ ସେହି ମୂର୍ତ୍ତିଗୁଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା କି ଏହି 3 ମୂର୍ତ୍ତି ଭିତରେ ପାର୍ଥକ୍ୟ କିପରି କରାଯାଇପାରିବ। ଯଦି ନ କରିପାରିଲେ ରାଜା ଚାକିରିରୁ ବାହାର କରିଦେବେ। ସେ ବ୍ରାହ୍ମଣଙ୍କୁ ଈର୍ଷା କରୁଥିବା ଦରବାରୀମାନେ ଭାବିବାକୁ ଲାଗିଲେ, ଆଜି ତ ଏହି ବ୍ରାହ୍ମଣର ଖେଳ ଶେଷ ହୋଇଯିବ। ବହୁ ସମୟ ନିରେଖି ପରଖି ଦେଖିବା ପରେ ମଧ୍ୟ ବ୍ରାହ୍ମଣ ଜଣକ
ସେ ମୂର୍ତ୍ତିମାନଙ୍କ ମଧ୍ୟରେ ଅନ୍ତର ବାହାର କରିପାରିଲା ନାହିଁ। ତାପରେ ବ୍ରାହ୍ମଣ କହିଲା, ମହାରାଜ, ଏହି ମୂର୍ତ୍ତିଗୁଡ଼ିକୁ ଗୋଟିଏ ଏକାନ୍ତ କକ୍ଷରେ ରଖିଦିଅନ୍ତୁ ଯେତେ ପର୍ଯ୍ୟନ୍ତ ମୁଁ ଘରୁ ଯାଇ ଆସୁଛି। ଫେରି ଆସି ମୁଁ ନିଶ୍ଚୟ ଏହି ମୂର୍ତ୍ତିମାନଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜି ବାହାର କରିବି। ଏତିକି କହି ବ୍ରାହ୍ମଣ ତା ଘରକୁ ଚାଲିଗଲା। ସେପଟେ ରାଜା ସେ ମୂର୍ତ୍ତିଗୁଡ଼ିକୁ ଏକାନ୍ତ କକ୍ଷରେ ରଖିଦେଲେ। ବ୍ରାହ୍ମଣ ସିଧା ତା ଘରକୁ ଯାଇ ସବୁ କଥା କାଉ ଦମ୍ପତିଙ୍କୁ କହିଲା। କାଉ ଓ କୁଆ କହିଲେ, ବ୍ରାହ୍ମଣ ଦେବତା, ଯଦି ତିନି ମୂର୍ତ୍ତି ଏକା ଭଳି, ତେବେ ଫରକ ସେମାନଙ୍କ ଭିତରେ ଥିବ। ଆପଣ ଏବେ ଗୋଟିଏ କାମ କରନ୍ତୁ, ଗୋଟିଏ ପତଳା ତାର ନେଇ ସେହି ତିନି ମୂର୍ତ୍ତି ଭିତରେ ଭର୍ତ୍ତି କରିବ। ତାପରେ ଆସି ମୋତେ କହିବ, ସେହି ମୂର୍ତ୍ତିମାନଙ୍କ ମଧ୍ୟରେ କ'ଣ ଫରକ ଅଛି। ତାପରେ ମୁଁ ତୁମକୁ କହିବି। କାଉ ଯେଉଁପରି କହିଥିଲା ବ୍ରାହ୍ମଣ ତାହା କଲା। ପ୍ରଥମ ମୂର୍ତ୍ତିର କାନରେ ତାର ଭର୍ତ୍ତି କରିବାରୁ ତାରଟି ଅନ୍ୟ କାନ ପଟେ ଦେଇ ବାହାରି ଆସିଲା। ପୁଣି ଦ୍ୱିତୀୟ ମୂର୍ତ୍ତିର କାନରେ ତାର ଭର୍ତ୍ତି କରିବାକୁ ତାହା ମୁହଁ ପଟେ ଦେଇ ବାହାରି ଆସିଲା। ପୁଣି ତୃତୀୟ ମୂର୍ତ୍ତିର କାନରେ ତାର ଭର୍ତ୍ତି କରିବାରୁ ତାରଟି ବାହାରକୁ ଆସିଲା ନାହିଁ। ବ୍ରାହ୍ମଣ ଆସି ପୂରା କାହାଣୀ କାଉକୁ କହିଲା। ତେବେ କାଉ ତାକୁ ବୁଝାଇଦେଲା କି ମୂର୍ତ୍ତିର କାନର ଛେଦ ଆରପାର ଅଟେ, ଅର୍ଥାତ୍ ସେ ଗୋଟିଏ କାନରେ ଶୁଣେ ଓ ଅନ୍ୟ କାନରେ ବାହାର କରିଦିଏ, ଏବଂ ଦ୍ୱିତୀୟ ମୂର୍ତ୍ତି କାନରେ ଶୁଣି ମୁହଁରେ ବାହାର କରିଦିଏ, ଏବଂ ତୃତୀୟ ମୂର୍ତ୍ତି କାନରେ ଶୁଣି ପେଟରେ ଦବେଇକି ରଖିଥାଏ। ସେହି ତୃତୀୟ ମୂର୍ତ୍ତି ସେହି ତିନିକ ମଧ୍ୟରୁ ଶ୍ରେଷ୍ଠ ଅଟେ। ଯେଉଁ ମନୁଷ୍ୟ ସବୁ କିଛି ଶୁଣି କାହାକୁ କିଛି କହିନଥାଏ ଓ ସମୟ ଆସିଲେ ଏହାର ସଠିକ୍ ପ୍ରୟୋଗ କରୁଥାଏ, ସେହି ମନୁଷ୍ୟ ବୁଦ୍ଧିମାନ ଅଟେ। କାଉ ଯେପରି କହିଥିଲା, ବ୍ରାହ୍ମଣ ଯାଇ ରାଜାଙ୍କୁ ସେପରି କହିଲା। ପୁଣି ଅନ୍ୟ ଦେଶର ରାଜା ଏହି ଉତ୍ତରରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ। ବ୍ରାହ୍ମଣଙ୍କ ଉତ୍ତରରେ ସବୁ ଦରବାରୀ ପ୍ରସନ୍ନ ହେଲେ ଏବଂ ବ୍ରାହ୍ମଣର ଜୟ ଜୟକାର କରିବାକୁ ଲାଗିଲେ। ତେବେ ଦୂତ ଦ୍ୱିତୀୟ ପ୍ରଶ୍ନ ପଚାରିଲା, ଏମିତି ବ୍ୟକ୍ତି କିଏ ଅଛି ଯିଏ ମୃତ୍ୟୁରୁ ଜୀବିତ ରହିଥାଏ? ବ୍ରାହ୍ମଣ ଏହି ପ୍ରଶ୍ନ ଶୁଣି ଦୌଡ଼ି ଯାଇ କାଉ ଦମ୍ପତିଙ୍କ ପାଖରେ ପହଞ୍ଚିଲା। କାଉ ଏହାର ଉତ୍ତରରେ କହିଲା, ହେ ବ୍ରାହ୍ମଣ ଦେବତା, ଜଣେ ହେଉଛନ୍ତି ଆପଣ, ଆଉ ଜଣେ ହେଉଛନ୍ତି ବୈଦ୍ୟ। ଯେତେବେଳେ ବ୍ୟକ୍ତି ମରିଯାଇଥାଏ, ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ଠାରୁ ନେଇ ଶ୍ରାଦ୍ଧ କର୍ମ ଯାଏଁ କାର୍ଯ୍ୟକରୀ ପଣ୍ଡିତ ଦକ୍ଷିଣା ନେଇ ନିଜ ଜୀବିକା ଚଳାଇଥାନ୍ତି ଏବଂ ବୈଦ୍ୟ ମୃତ୍ୟୁ ଆଡ଼କୁ ଯାଉଥିବା ବ୍ୟକ୍ତିଙ୍କୁ ଜୀବିତ ରଖିଥାଏ ଏବଂ ନିଜର ପେଟ ପୋଷିଥାଏ। ବ୍ରାହ୍ମଣ ଯାଇ ଏହି ଉତ୍ତରକୁ ରାଜାଙ୍କ ପାଖରେ କହିଲା। ପୂରା ଦରବାରରେ ବ୍ରାହ୍ମଣର ଜୟ ଜୟକାର ହେଲା। ପୁଣି ସର୍ତ୍ତ ଅନୁସାରେ ରାଜାଙ୍କୁ ଅଧା ରାଜ୍ୟ ମିଳିଗଲା। ପୂରା ନଗରରେ ବ୍ରାହ୍ମଣର ଇଜ୍ଜତ ବଢ଼ିଗଲା। ପୁଣି ଗୋଟିଏ ଦିନ ରାଜା ଭାବିଲେ, ବ୍ରାହ୍ମଣ ପ୍ରଶ୍ନ ଶୁଣି କାହିଁକି ନିଜ ଘରକୁ ଯାଉଥିଲା? କିଛି ତ ରହସ୍ୟ ଅବଶ୍ୟ ଅଛି। ରାଜା ପଚାରିବାରୁ ବ୍ରାହ୍ମଣ କହିଲା, ମୋ ଘର ବାହାରେ ଗୋଟିଏ ପିପଲ ବୃକ୍ଷ ଅଛି। ସେଠାରେ ଏକ କାଉ ଦମ୍ପତି ବାସ କରନ୍ତି। ସେ ଦୁଇ ପତି ପତ୍ନୀ ବହୁତ ବୁଦ୍ଧିମାନ ଅଟନ୍ତି। ସେମାନେ କହିବାରୁ ମୁଁ ଏଠାରେ ଚାକିରି କରିଛି। ସେହି ଦୁଇ ଜଣ ହିଁ ମୋତେ ପ୍ରଶ୍ନର ଉତ୍ତର କହିଥିଲେ। ଏହା ଶୁଣି ରାଜା ମଧ୍ୟ ବହୁତ ଖୁସି ହୋଇଗଲେ। ରାଜା ସେହି ପତି ପତ୍ନୀଙ୍କୁ ମହଲକୁ ଡକାଇଲେ ଏବଂ ତାଙ୍କୁ ପଚାରିଲେ, ହେ ପକ୍ଷୀଗଣ, ତୁମେ ଏହି ଜ୍ଞାନ କେଉଁଠାରୁ ପାଇଲ? ତାପରେ ଦୁଇ ପକ୍ଷୀ ହସି ହସି ଉତ୍ତର ଦେଲେ, ମହାରାଜ, ଏହି ଜ୍ଞାନ ଆମେ ଏହି ବ୍ରାହ୍ମଣ ଦେବତାଙ୍କ ଠାରୁ ପାଇଛୁ, ଯାହା ଘରେ ଆମେ ବାସ କରୁଛୁ। ଏହି ବ୍ରାହ୍ମଣ ବହୁତ ବଡ଼ ବିଦ୍ୱାନ ଅଟେ। ସେ ଶାସ୍ତ୍ରର ବହୁତ ଅଧ୍ୟୟନ କରିଛନ୍ତି। ଯେତେବେଳେ ସେ ଶାସ୍ତ୍ର ଅଧ୍ୟୟନ କରନ୍ତି, ଆମେ ଗଛ ଉପରେ ବସି ସବୁ ଶୁଣୁ। ଏହା ତାଙ୍କ କୃପାର ଫଳ। ମହାରାଜ, ଏହି ବ୍ରାହ୍ମଣ ବହୁତ ସାଧାସିଧା ଅଟେ। କେବଳ ତାଙ୍କଠାରେ ଆତ୍ମବିଶ୍ୱାସର କମି ଅଛି। ସେ ତାଙ୍କ ଜୀବନରେ ନିଜର ନିରୀହତା ଯୋଗୁଁ ଗରିବତାର ଦୁଃଖ ଭୋଗ କରୁଛନ୍ତି। ଏହିଥର ସେ ଆମର ଉପଦେଶ ମାନିଲେ ଏବଂ ସେଥିରେ ସଫଳ ହୋଇଗଲେ। ରାଜା କହିଲେ, ହେ ପକ୍ଷୀଗଣ, ମୁଁ ତୁମ ଉପରେ ଗର୍ବିତ। ତୁମେ ଗୋଟିଏ ନିରୀହ ବ୍ରାହ୍ମଣର ମାନ ରଖିଛ। ତା ସହିତ ଏହି ରାଷ୍ଟ୍ରର ମାନ ରୋଶନ କଲ। ମାଗ, ତୁମେ କ'ଣ ମାଗିବାକୁ ଚାହୁଁଛ? ତେବେ କାଉ କହିଲା, ମହାରାଜ, ମୁଁ ଚାହୁଁଛି ଏହି ନଗରର ସବୁ ଜୀବଜନ୍ତୁଙ୍କର ଜୀବନ ସୁଖମୟ ହେଉ। କେଉଁ ପଶୁ କିମ୍ବା ପକ୍ଷୀ ଭୋକ କାରଣରୁ ଯେପରି ନ ମରନ୍ତି। କୁଆ କହିଲା, ମହାରାଜ, ମୁଁ ଚାହୁଁଛି ଆମ ରାଜ୍ୟରେ ପୁଅମାନଙ୍କ ଭଳି ଝିଅମାନେ ମଧ୍ୟ ଶିକ୍ଷା ପ୍ରାପ୍ତ କରିବେ। କୁହାଯାଇଛି,
ଯେଉଁଠି ନାରୀ ଅଜ୍ଞାନତାର ଅନ୍ଧକାରରେ ବୁଡ଼ି ଯାଇଥାଏ ସେଠାରେ କେବେ ସୁଖ ଶାନ୍ତି ଆସିନଥାଏ। ନାରୀ ନିଜ ସନ୍ତାନର ଗୁରୁ ହୋଇଥାଏ। ଯଦି ସେ ଶିକ୍ଷିତ ହୋଇଥାଏ ତେବେ ତାର ସନ୍ତାନ ଶିକ୍ଷିତ ହୋଇଥାଏ। କାଉ ଓ କୁଆ କହିବା ଯୋଗୁଁ ରାଜା ନିଜ ରାଜ୍ୟରେ ନାରୀ ଶିକ୍ଷା ଓ ଜୀବଜନ୍ତୁଙ୍କର ସେବା ବଢ଼ାଇ ଦେଲେ। କୁହାଯାଏ ସୁନ୍ଦରରୁ ସୁନ୍ଦର ଫୁଲ ସୁଗନ୍ଧ ବିନା ବ୍ୟର୍ଥ ହୁଏ। ଯେବେ ମନୁଷ୍ୟ କେତେ ବି ରୂପବାନ ହେଉ, ଜବାନ ହେଉ, ବଳବାନ ହେଉ, ଧନବାନ ହେଉ, ସ୍ତ୍ରୀ କିମ୍ବା ପୁରୁଷ ହେଉ, ବିଦ୍ୟା ବିନା ସବୁ ବ୍ୟର୍ଥ ଅଟେ। ବିନା ବିଦ୍ୟାର ମନୁଷ୍ୟ ପଶୁପକ୍ଷୀ ସହିତ ସମାନ ଅଟେ। ସବୁ ବ୍ୟର୍ଥ ଅଟେ, ତାର ସମାଜରେ କେଉଁ ସ୍ଥାନ ନଥାଏ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣ ସମସ୍ତଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଓ ସାଙ୍ଗସାଥିମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ଅଧିକାରୁ ଅଧିକା ସେୟାର କରନ୍ତୁ।